ଜୟ ଜଗନ୍ନାଥ ପିଲାମାନେ ଆମେ ଆମର ଏଇ ସଂସ୍କୃତ ଶିକ୍ଷାୟତନର ପ୍ରକୋଷ୍ଠ ମଧ୍ୟରେ ଦଶମ ଶ୍ରେଣୀ ସଂସ୍କୃତ ସାହିତ୍ୟ ମଞ୍ଜରୀର ଏକାଙ୍କିକା ବିଭାଗ ଶିଶୁ ବାତ୍ସଲ୍ୟମ୍ ପଢୁଥିଲେ। ଆମେ ଗୋଟିଏ ଭାଗ ଆ ଭିତରୁ ପଢିଛେ ଯୋଉଥିରେ କି ସର୍ବଦମନ ନାମକ ଯୋଉ ଶିଶୁଟି ସେ କିପରି ସିଂହ ଶିଶୁକୁ ସହିତ ଖେଳୁଥିଲା ଏବଂ ଦୁଇ ଜଣ ଯାକ ତପସ୍ୱିନୀ ନିଜ ନିଜ ମଧ୍ୟରେ କଥାବାର୍ତ୍ତା ହୋଇ ତାକୁ ଗୋଟେ ମୃତ୍ତିକା ମୟୂରଟିଏ ଆଣିକି ଦେଲେ ଖେଳିବା ପାଇଁ। କିନ୍ତୁ ସେ ତାକୁ ଦେଖି ହସିଲା ଏବଂ କହିଲା ଅନେନେବ ତାବତ୍ କ୍ରୀଡ଼ିଶାମି, ଏହା ଦ୍ୱାରା ମୁଁ ଖେଳିବି। ଏଇଠି ଆମର ଥିଲା। ତାହେଲେ ଚାଲ ଆଗକୁ ଦେଖିବା। ଆମେ ତ ଆଗରୁ ଗପଟି ଜାଣିଛେ ଯେ ରାଜା ମୃଗୟା କରିବା ପାଇଁ ଆସିଛନ୍ତି ଏବଂ ବାସ୍ତବିକ ସଂଯୋଗ ଦୃଷ୍ଟିରୁ ସେଇ ଆଶ୍ରମ ପାଖରେ ହିଁ ବୁଲୁଛନ୍ତି। ତେଣୁ ସେ ପିଲାଟିର ଏଇ ସବୁ ଦୁଷ୍ଟମି ଲକ୍ଷ୍ୟ କରିଛନ୍ତି ଏବଂ ଲକ୍ଷ୍ୟ କରିସାରି ନିଜେ ମନେ ମନେ କହୁଛନ୍ତି ସ୍ପୃହୟାମି। ସ୍ପୃହୟାମି ମାନେ ଆନନ୍ଦ ଦଉଛି। ଖଳୁ ଖଳୁ କହିଲେ ନିଶ୍ଚିତ ଭାବରେ ଦୁର୍ଲଳିତାୟ ହେଲା, ଦୁଷ୍ଟାମି ଅସ୍ମେଇ ଏହାର ହେଲା, ଏଇ ପିଲାଟିର ଏଇ ଯୋଉ ଦୁଷ୍ଟାମି ଯୋଉ ଲୀଳା ଏଇଟି ମତେ ଭାରି ଆନନ୍ଦ ଦଉଛି, ଏହା ବୋଲି ଚିନ୍ତା କରିଛନ୍ତି। ଏହି ସମୟରେ ତପସ୍ୱିନୀ ଜଣକ କହୁଛି ଯେ ଭବତୁ ଭବତୁ ମାନେ ହଉ, ନ ମାମୟମ ଗଣୟତି। ମାମୟମ ମାମ ଯୁକ୍ତ ଅୟମ, ମାମ କହିଲେ ମୋତେ, ଅୟମ ମାନେ ଇଏ, ଇଏ ମାନେ କିଏ? ସର୍ବଦମନ। ତାହେଲେ ଏଇ ସର୍ବଦମନ ମତେ ମାନୁନାହିଁ। ନ ଗଣୟତି ପାର୍ଶ୍ୱମ ଅବଲୋକୟତି, ପାର୍ଶ୍ୱମ ଯୁକ୍ତ ଅବଲୋକୟତି। ପାର୍ଶ୍ୱମ କହିଲେ ପାଖକୁ ବା ଚାରିଆଡକୁ, ଅବଲୋକୟତି ମାନେ ଚାହିଁଛି। କାହିଁକି ପିଲାମାନେ ଚାହିଁଛି? ତାହେଲେ ନା କାହାକୁ ପାଇଲେ ପିଲାଟିକୁ ଯୋଉ ସିଂହ ଶିଶୁଟିକୁ ପିଲାଟି ହସ୍ତରୁ ଛଡାଇବ, ତେଣୁ ଚାରିଆଡକୁ ଚାହିଁଛି ଏବଂ କହିଛି ମଧ୍ୟ ବଡ ପାଟିକିରି କୋତ୍ର ଋଷିକୁମାରାଣାମ୍। କୋତ୍ର କହ ଯୁକ୍ତ ଅତ୍ର, ଅତ୍ର କହିଲେ ଏଠାରେ, କହ ମାନେ କେହି, ଋଷିକୁମାରାଣାମ୍ ଋଷିକୁମାର, ଅର୍ଥାତ୍ ଏଠାରେ କେହି ଋଷିକୁମାର ଅଛନ୍ତି କି? କିନ୍ତୁ ଋଷିକୁମାରକୁ ପାଇନି। ପାଇଛି କାହାକୁ? ରାଜନମ୍ ଅବଲୋକ୍ୟ। ଦେଖିଛି କାହାକୁ? ରାଜାଙ୍କୁ। ତାହେଲେ ରାଜନମ୍ ଯୁକ୍ତ ଅବଲୋକ୍ୟ, ରାଜାଙ୍କୁ ଦେଖିକରି। ତାହେଲେ ଋଷିକୁମାର ମାନେ କେହି ସେଠି ନାହାନ୍ତି। ରାଜାଙ୍କୁ ସେଠି ଦେଖିବା ପରେ ରାଜାଙ୍କୁ ସେ କହିଛି ଭଦ୍ରମୁଖ ସମ୍ବୋଧନେ ପ୍ରଥମା। ରାଜାଙ୍କୁ ତାହେଲେ କଣ ସମ୍ବୋଧନ କଲା? ଭଦ୍ରମୁଖ, ହେ ମହାଶୟ, ଏହି ତାବତ୍ ମାନେ ଟିକେ ଆସନ୍ତୁ। ମୋଚୟ, ମୋଚୟ ମାନେ ମୁକ୍ତ କରନ୍ତୁ ହେଲା। ଅନେନ ଶିଶୁନା, ଏଇ ଶିଶୁଠାରୁ, ବୁଝିହେଲା କି? ଏଇ ଶିଶୁଠାରୁ ଟିକେ ମୁକ୍ତ କରିଦିଅନ୍ତୁ। କାହାକୁ? ନା ବଧ୍ୟମାନମ ବାଳମୃଗେନ୍ଦ୍ର, ବଧ୍ୟମାନମ ମରିବାକୁ ଯାଉଥିବା, ବଧ ଯୁକ୍ତ ସାନଚ, ବାଳମୃଗେନ୍ଦ୍ର, ମୃଗେନ୍ଦ୍ର କହିଲେ ପିଲାମାନେ ସିଂହ। ତାହେଲେ ବାଳମୃଗେନ୍ଦ୍ର କଣ ହବ? ଛୋଟ ସିଂହ ହେଲା। ତାହେଲେ ସିଂହ ଶିଶୁଟିକୁ ଟିକେ ରକ୍ଷା କରନ୍ତୁ। ଯିଏକି ଦୁର୍ମୋଚ ହସ୍ତେନ ହେଲା, ହସ୍ତେନ ମାନେ ହାତରେ, ଦୁର୍ମୋଚ ହସ୍ତ ଗ୍ରହଣନ ମାନେ ମକଚା ମକଚି କରି ଧରିଥିବା ଏଇ ଯୋଉ ସିଂହ ଶିଶୁଟିକୁ ଟିକେ ପିଲାଟି ହାତରୁ ଛଡାଇ ଦିଅନ୍ତୁ। କିଏ କହିଲେ କଥା? ତପସ୍ୱିନୀ। କାହାକୁ? ରାଜାଙ୍କୁ ହେଲା। ଉପଗମ୍ୟ ସସ୍ମିତମ୍, କିଏ? ରାଜା। ରାଜା ଉପଗମ୍ୟ ସସ୍ମିତମ୍, ଉପଗମ୍ୟ କଲେ ନିକଟକୁ ଯାଇ। କାହାର ନିକଟକୁ ଯାଇ? ବାଳକଟିର ନିକଟକୁ ଯାଇ। ଉପଗମ୍ୟ ପିଲାମାନେ ପ୍ରକୃତି ପ୍ରତ୍ୟୟ ହବ ଉପ ଯୁକ୍ତ ଗମ୍ ଯୁକ୍ତ ଲ୍ୟପ୍। ତାହେଲେ ଉପଗମ୍ୟ ଅର୍ଥାତ୍ ନିକଟକୁ ଯାଇ, ସସ୍ମିତମ୍ ଅଳ୍ପ ହସି, ସ୍ମିତେନ ସହ ବର୍ତ୍ତମାନମ୍ ସହାର୍ଥେ ବହୁବ୍ରୀହି। ତାହେଲେ ନିକଟକୁ ଯାଇ ହସିକିରି, ଅଇ ଭୋ ମହର୍ଷି ପୁତ୍ର ହେଲା, ପିଲାଟିକୁ ସମ୍ବୋଧନ କଲେ। କହିଲେ ଆରେ ହେ ମହର୍ଷି ପୁତ୍ର। କାରଣ ସେ ଯେହେତୁ କୋଉଠି ରହୁଛନ୍ତି ସବୁ ଆଶ୍ରମରେ ରହୁଛନ୍ତି, ତେଣୁ ନିଶ୍ଚୟ ମହର୍ଷି ପୁତ୍ର ହେଇଥିବ, ଜଣେ ଋଷିଙ୍କର ପୁତ୍ର ହେଇଥିବ। ତେଣୁ ରାଜା କହିଲେ ଆରେ ହେ ମହର୍ଷି ପୁତ୍ର, କିମେତ୍ୟବମ୍ ସନ୍ଧି ବିଚ୍ଛେଦ କଲେ ହବ କିମ୍ ଯୁକ୍ତ ଇତି ଯୁକ୍ତ ଏବଂ। କିମ୍ କହିଲେ କଣ, ଇତି ମାନେ ଏହା, ଏବଂ ମାନେ ଏପରି, ଏପରି ଏହା କଣ? ଆଶ୍ରମ ମର୍ଯ୍ୟାଦା ବିରୁଦ୍ଧମ୍ ଆଚରସି,
ଆଶ୍ରମ ମର୍ଯ୍ୟାଦା ଯୁକ୍ତ ବିରୁଦ୍ଧମ୍। ହେଲେ ଆଶ୍ରମ ମର୍ଯ୍ୟାଦାର ବିରୁଦ୍ଧାଚରଣ କରୁଛ। ପିଲାମାନେ ଆଶ୍ରମର ଆଚରଣ କଣ ନା ଜୀବେ ଦୟା, ଜୀବମାନଙ୍କୁ ଦୟା କରିବା ହଉଛି ଆଶ୍ରମର ଲକ୍ଷଣ। କିନ୍ତୁ ଇଏ ଜଣେ ମୁନିକୁମାର ହେଇ କିପରି ଆଶ୍ରମର ବିରୁଦ୍ଧାଚରଣ କରୁଛନ୍ତି, ଏଇ କଥା ରାଜା ତାକୁ କହିଲେ। ସେତିକି ବେଳେ ଜଣେ ତପସ୍ୱିନୀ ତା ଭିତରୁ କହିଲା, ଭଦ୍ରମୁଖ ହେ ମହାଶୟ, ନ ଖଳୁ ଅୟମ୍ ଋଷିକୁମାରଃ। ଖଳୁ ଯୁକ୍ତ ଅୟମ୍, ଖଳ୍ୱୟମ୍। କହିଲେ ନା ନା, ଅୟମ୍ ନ ଋଷିକୁମାରଃ, ଇଏ ଋଷିକୁମାର ନୁହନ୍ତି। ତାପରେ ରାଜା କଣ କଲେ, ପୁଣି ବାଳମ୍ ଉପଲାଳୟନ୍, ବାଳକଟିକୁ କଣ କରି ଆଉଁସି ଦେଇ, ବାଳମ୍ ଯୁକ୍ତ ଉପଲାଳୟନ୍ ନଚେତ୍ ମୁନିକୁମାରଃ। କହିଲେ ଇଏ ମୁନିକୁମାର ନୁହନ୍ତି, ଅୟମ୍ ହେଲା, ଅୟମ୍ ମୁନିକୁମାରଃ ନଚେତ୍। କହିଲେ ଇଏ ଯଦି ମୁନିକୁମାର ନୁହନ୍ତି, ଅଥ କୋସ୍ୟ ଗୋତ୍ର ପରିଚୟ। କୋସ୍ୟ ସନ୍ଧି ବିଚ୍ଛେଦ କଲେ ହବ କହ ଯୁକ୍ତ ଅସ୍ୟ, କଣ ଏହାଙ୍କର ଗୋତ୍ର ପରିଚୟ। ଗୋତ୍ର ଆଉ ପରିଚୟ, ପିଲାମାନେ ଆମ ସମସ୍ତଙ୍କର ଗୋତ୍ର ଥାଏ ନାଇଁ, କାହାର ନାଗସ୍ୟ, କାହାର କଶ୍ୟପ, କାହାର ଭରଦ୍ୱାଜ, ଏଇପରି ସବୁ। ତାହେଲେ ରାଜା ବି ତାକୁ ପଚାରିଲେ, କହିଲେ ଏହାର ଗୋତ୍ର ଆଉ ପରିଚୟ କଣ। ପରିଚୟ କହିଲେ ୟାଙ୍କର ପିତା ମାତା ଏମାନେ ସବୁ କଣ, କିଏ ସେ, ଏ କଥା ପଚାରିଲେ। ତପସ୍ୱିନୀ କହିଲେ ପୁରୁବଂଶଃ। ତେଣୁ ତପସ୍ୱିନୀ ରାଜା କଣ କହିଲେ, ଇଏ ହଉଛନ୍ତି ପୁରୁବଂଶ, ବୁଝିହେଲା। ତାପରେ ଆତ୍ମଗତମ୍, ଆତ୍ମଗତମ୍, ଆତ୍ମଗତମ୍ କହିଲେ ମନେ ମନେ, କିଏ ସେ, ରାଜା। ରାଜା ଆତ୍ମଗତମ୍ ମନେ ମନେ, କଥମ୍ ଏକାନ୍ୱୟେ ମମ, କଥମ୍ କଥମ୍ ମାନେ କିପରି, ଏକ ଯୁକ୍ତ ଅନ୍ୱୟେ, ଏକାନ୍ୱୟେ ମମ, ତାହେଲେ ମୋ ସହିତ ଇଏ କିପରି ଏକା ହେଉଛନ୍ତି। ମାନେ ମୋର ତ ସେଇ ପୁରୁବଂଶ, ମନେ ମନେ ସେ ଚିନ୍ତା କରୁଛନ୍ତି, ମୋର ତ ପୁରୁବଂଶ, ଇଏ ବି କିପରି ମୋରି ପୁରୁବଂଶର କିପରି। ତାପରେ ପ୍ରକାଶମ୍, ପ୍ରକାଶ କରି, ନ ପୁନଃ ଆତ୍ମଗତ୍ୟା, କହିଲେ ମାନେ ମନୁଷ୍ୟାଣାମ୍, ମାନେ ଆତ୍ମଗତ୍ୟା ତା ମନ ଭିତରେ ରଖିଲେ ଯେ ମନୁଷ୍ୟାଣାମ୍ ଇଦମ୍ ସ୍ଥାନମ୍ ନ ପ୍ରାପ୍ତବ୍ୟମ୍। ମନୁଷ୍ୟମାନେ, ସାଧାରଣ ମନୁଷ୍ୟମାନେ ଇଦମ୍, ଇଦମ୍ ପରି ଏପରି ସ୍ଥାନ ପାଇପାରିବେ ନାହିଁ। ସାଧାରଣ ମନୁଷ୍ୟ ଏପରି କାମ କରିପାରିବେ ନାହିଁ। ପିଲାମାନେ କିପରି କାମ, କିପରି କାମ କରିପାରିବେ ନାହିଁ ନା ସାଧାରଣ ସିଂହ ଶିଶୁ ପରି ଏତେ କଣ ଭୟଙ୍କର ଜୀବକୁ ହାତ ଧରି ଏମିତି ମକ୍ଚି କରିବାର ସାହସ ସାଧାରଣ ଲୋକଙ୍କର ହେଇପାରିବ ନାହିଁ, ଯଦି ସେପରି ଉଚ୍ଚ ବଂଶଜ ବା ବୀର ବଂଶରେ ଯଦି ଜାତ ନ ହୋଇଛନ୍ତି। ତେଣୁ ଏଇ କଥା ଶୁଣି ତପସ୍ୱିନୀ ଜଣକ କହିଲେ, ଯଥା ଭଦ୍ରମୁଖ ଭଣତି, ଯଥା କହିଲେ ଯେପରି, ଆପଣ ଆଉ ମହାଶୟ କହୁଛନ୍ତି, ଆପଣ ଯେପରି କହୁଛନ୍ତି ଏହା ଠିକ, ତାଙ୍କ କହିବା ଉଦ୍ଦେଶ୍ୟ ହଉଛି ଏହା ହିଁ ଠିକ। ଅପ୍ସରଃ ସମ୍ବନ୍ଧେନ, ଅପ୍ସର ମାନେ ଦୂରେଇ ଯାଇଥିବା, ସମ୍ବନ୍ଧେନ ସମ୍ବନ୍ଧୀୟଙ୍କ ଠାରୁ, ନିଜ ସମ୍ବନ୍ଧୀୟଙ୍କ ଠାରୁ ଦୂରେଇ ଯାଇ, ଏତସ୍ୟ ଜନନୀ ମାନେ ଏହାଙ୍କର ଜନନୀ, ଦେବଗୁର ତପୋବନେ, ଦେବ ଆଉ ଗୁରହ, ଦେବଶ୍ଚ ଦେବଃ ଚ ଗୁରଃ ଚ, ତାହେଲେ ଦେବ ଆଉ ଗୁରୁଙ୍କର ତପୋବନରେ ପ୍ରସୂତା, ପ୍ରସୂତା କଲେ ଜନ୍ମ ଦେଇଛନ୍ତି। ହେଲା, ଏହାଙ୍କର ମା ତାଙ୍କ ନିଜ ଲୋକଙ୍କ ଠାରୁ ଦୂରେଇ ରହି ଏହି ଦେବ ଆଉ ଗୁରୁଙ୍କର ଯୋଗ୍ୟ ତପୋବନରେ ଏହାକୁ ଜନ୍ମ ଦେଇଛନ୍ତି। ତାପରେ ରାଜା ପୁଣି ପଚାରିଲେ, ଅଥ ଏହାପରେ ସା ମାନେ ସେହି, ତତ୍ର ଭବତି ମାନେ ସେଇ ଆପଣଙ୍କର ମାନେ ଏହାଙ୍କର ମାଙ୍କର, କିମ୍ ଆଖ୍ୟାସ୍ୟ ନାମ କଣ, ରାଜଶ୍ରେୟ ପତ୍ନୀ, ତାହେଲେ ସେହି ରାଜଶ୍ରୀଙ୍କର ପତ୍ନୀଙ୍କର ନାମ କଣ, ମାନେ ଏହାଙ୍କ ମାଙ୍କ ନାମ କଣ। ତାପରେ ଉତ୍ତର ଦେଇଛନ୍ତି କିଏ ସେ, ତପସ୍ୱିନୀ। କହସ୍ତସ୍ୟ, କହ ଯୁକ୍ତ ତସ୍ୟ, କହ କହ କହିଲେ କିଏ, ତସ୍ୟ ମାନେ ତାଙ୍କର, ଧର୍ମଦାର ପରିତ୍ୟାଗିନଃ, ଧର୍ମର ପତ୍ନୀକୁ, ଧର୍ମପତ୍ନୀକୁ ପରିତ୍ୟାଗ କରିଥିବାଙ୍କର ନାମ, ହେଲା, କିଏ ସେଇ ଧର୍ମପତ୍ନୀକୁ ପରିତ୍ୟାଗ କରିଥିବାଙ୍କର ନାମ, ସଂକୀର୍ତ୍ତୟିତୁମ୍ ମାନେ ବର୍ଣ୍ଣନା କରିବା ପାଇଁ ବା କହିବା ପାଇଁ, ଚିନ୍ତୟିଷ୍ୟତି ଚିନ୍ତା କରିପାରିବ। କାରଣ ପିଲାମାନେ ରାଜା ହଉଛନ୍ତି ଉଚ୍ଚ ବଂଶଜ ଏବଂ ଜଣେ ରାଜା ତାଙ୍କର ନାଁକୁ ସାଧାରଣ ପ୍ରଜା କିପରି ବା କହିବେ ନାଇଁ, ତେଣୁ ସେ ସେୟା କହିଲେ, କିପରି ସେଇ ଧର୍ମର ପତ୍ନୀକୁ ତ୍ୟାଗ କରିଥିବା ବ୍ୟକ୍ତିଙ୍କର ନାମ ଆମେ କହିପାରିବୁ। ସ୍ୱଗତମ୍, ରାଜା ସ୍ୱଗତମ୍, ରାଜା ମନେ ମନେ, ଇୟମ୍ କଥା
ମାମେବ ଲକ୍ଷ୍ୟ କରତି ମାମେବ ମାମ୍ ଯୁକ୍ତ ଏବ ମାମେବ। ରାଜା ଚିନ୍ତା କଲେ ଏ କଥା ତ ମତେ ହିଁ ଲକ୍ଷ୍ୟ କରାଯାଉଛି। ଯଦି ତାବତ୍ ଅସ୍ୟ ଶିଶୋଃ ମାତରଂ ନାମତଃ ପୃଚ୍ଛେୟମ୍। ରାଜା ମନେ ମନେ ଚିନ୍ତା କଲେ ଯଦି ଏହାଙ୍କର ଏହି ଶିଶୁଙ୍କର ମାଙ୍କର ନାମ ପଚରା ଯାଆନ୍ତା ହେଲା, ଯଦି ମୁଁ ପଚାରନ୍ତି ଅଥବା ଅନାର୍ଯ୍ୟ ପରଦାର ବ୍ୟବହାର। ତାପରେ ଚିନ୍ତା କଲେ କହିଲେ ନା ନା ଏହା ଅନାର୍ଯ୍ୟ କଥା, ଏହା ଠିକ ନୁହେଁ ହେଲା, ଉଚିତ ନୁହେଁ। ପରଦାର ବ୍ୟବହାର ଅର୍ଥାତ୍ ପର ସ୍ତ୍ରୀଙ୍କର ନାମ କଣ ଚିନ୍ତା କରିବା ବା କହିବା ଏଇଟା ଠିକ ହବ ନାହିଁ, ଏଇଟା ଗୋଟେ ଅନାର୍ଯ୍ୟ ବ୍ୟବହାର। ପ୍ରବିଶ୍ୟ ଜଣେ ତପସ୍ୱିନୀ ପ୍ରବିଶ୍ୟ ମୃନ୍ମୟୂର ହସ୍ତା। ତପସ୍ୱିନୀ ଜଣକ ପ୍ରବେଶ କଲେ ଏବଂ ହାତରେ ଧରିଛନ୍ତି କଣ ମାଟିର ମୟୂର। ତାପରେ ଡାକିଲେ ସର୍ବଦମନ ସମ୍ବୋଧନେ ପ୍ରଥମା। ଡାକିଲେ ହେ ସର୍ବଦମନ ଶକୁନ୍ତ ଲାବଣ୍ୟମ ପ୍ରେକ୍ଷସ୍ୟ। ପିଲାମାନେ ଶକୁନ ବା ଶକୁନ୍ତ ଏହାର ଅର୍ଥ ହଉଛି ପକ୍ଷୀ। ତେଣୁ ସେ ଡାକିଲେ ପିଲାଟିର ନାଁ ଧରିକି ହେ ସର୍ବଦମନ ପକ୍ଷୀଟିର ଲାବଣ୍ୟକୁ ବା ସୌନ୍ଦର୍ଯ୍ୟକୁ ଦେଖ। ବୁଝିଲା? ତାହେଲେ ତାଙ୍କର ଉଦ୍ଦେଶ୍ୟ କଣ ଥିଲା? ମୃତ୍ତିକା ମୟୂରଟିକୁ ଦେଖେଇକି ତାଙ୍କୁ ନେଇ ଆସିବା ପାଇଁ ସିଂହ ଶିଶୁଠାରୁ। ତେଣୁ ସେ କହିଲେ ଶକୁନ୍ତ ଲାବଣ୍ୟମ ପ୍ରେକ୍ଷସ୍ୟ ସଦୃଷ୍ଟିକ୍ଷେପମ୍ ବାଳଃ ସଦୃଷ୍ଟିକ୍ଷେପମ୍। ମାନେ ପିଲାଟି ସାଙ୍ଗେ ସାଙ୍ଗେ ଚାହିଁଲା ବୁଲିକିରି ପୁତ୍ର ବା ମେ ଅମ୍ବା ହେଲା ଏବଂ ପଚାରିଲା କେଉଁଠି ମୋ ମା ଅମ୍ବା। ତାହେଲେ ପିଲାଟିର ନାଁ ପିଲାମାନେ ମୁଁ ଆଗରୁ କହିଛି କଣ ଶକୁନ୍ତଳା। ତେଣୁ ଯେତେବେଳେ ଶକୁନ୍ତ ଲାବଣ୍ୟମ ପ୍ରେକ୍ଷସ୍ୟ ଏକଥା ତପସ୍ୱିନୀ ଜଣକ ସେ କହିଲେ, ପିଲାଟି କଣ ପଚାରିଲା ପୁତ୍ର ବା ମେ ଅମ୍ବା, ମୋ ମା କେଉଁଠାରେ। ତାହେଲେ ପିଲାମାନେ ଏଇଠି ଥାଉ, ପୁଣି ଆଉ ଗୋଟେ ପିରିୟଡରେ ଆମେ ଆଉ ଗୋଟେ ଚାପ୍ଟର କରି ପଢେଇବା। ଆଜି ପାଇଁ ଏଇଠି ହିଁ ରଖିବା। ପିଲାଟି ତା ମାଆକୁ ମନେ ପକେଇଲା ତାହେଲେ ମୃତ୍ତିକା ମୟୂରକୁ ଦେଖିକି। ତାହେଲେ ଚାଲ ଏଇଠି ଥାଉ।